କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା 20% ମହଙ୍ଗା ଭତ୍ତା ସହ ମିଳିବ ଆଡଭାନ୍ସ ଦରମା। ଆସନ୍ତୁ ଜାଣିବା ଅଷ୍ଟମ ବେତନ କମିଶନର ଆଜିର ଏହି ନୂଆ ଅପଡେଟ୍ ବିଷୟରେ। କେଉଁ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ଘୋଷଣା କରାଯାଇଛି ସରକାରଙ୍କ ତରଫରୁ, ଆଉ କେଉଁ ରାଜ୍ୟର କର୍ମଚାରୀମାନେ 20% ମହଙ୍ଗା ଭତ୍ତା ସହ ଆଡଭାନ୍ସ ଦରମା ପାଇବେ, ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ପଶ୍ଚିମବଙ୍ଗ ସରକାର ଅନେକ ରାଜ୍ୟ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପଦକ୍ଷେପ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରକାଶ କରିଛନ୍ତି ଯେ କର୍ମଚାରୀମାନେ ଅକ୍ଟୋବର 2024ରୁ ସେମାନଙ୍କ ମହଙ୍ଗା ଭତ୍ତା ଡିଏରେ 20% ବୃଦ୍ଧି ପାଇବେ। ଏହା ସହିତ ଦୁର୍ଗା ପୂଜା ପୂର୍ବରୁ କର୍ମଚାରୀମାନଙ୍କ ଆକାଉଣ୍ଟରେ ଅକ୍ଟୋବର ମାସର ଦରମା ଜମା କରାଯିବ, ଯାହାଦ୍ୱାରା ପର୍ବ ସମୟରେ ଆର୍ଥିକ ଅସୁବିଧାକୁ ଏଡ଼ାଇବା ସମ୍ଭବ ହେବ। ରାଜ୍ୟ କର୍ମଚାରୀମାନେ ସାଧାରଣତଃ ମାସର ଶେଷ କାର୍ଯ୍ୟ ଦିବସରେ ସେମାନଙ୍କର ଦରମା ପାଇଥାନ୍ତି। ଏଥର ସେମାନଙ୍କୁ ପୂର୍ବରୁ ଦରମା ଦିଆଯିବ। ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବଙ୍କୁ ଅକ୍ଟୋବର ମାସର ଦରମା ଆଗୁଆ ପ୍ରଦାନ କରିବାକୁ ଏବଂ ସେହି ମାସରେ 20% ଅତିରିକ୍ତ ଡିଏ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଉତ୍ସବ ସମୟରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଆର୍ଥିକ ବୋଝ କମ୍ କରିବା। ରାଜ୍ୟ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତାର ପାର୍ଥକ୍ୟକୁ ଧୀରେ ଧୀରେ ପୂରଣ କରିବାକୁ ସରକାର ପ୍ରତିବଦ୍ଧ। ବର୍ତ୍ତମାନ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଡିଏ ପ୍ରଦାନରେ 22% ତାରତମ୍ୟ ରହିଛି। ଏହି ପାର୍ଥକ୍ୟ ପୂର୍ବରୁ 82% ଥିଲା, କିନ୍ତୁ ସମ୍ପ୍ରତି 20% ଡିଏ ବୃଦ୍ଧି ଏହାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି। ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଏହି ପାର୍ଥକ୍ୟକୁ ଏକାଥରେ ସମ୍ପୂର୍ଣ୍ଣ ଭାବରେ ପୂରଣ କରାଯାଇପାରିବ ନାହିଁ, ବରଂ ପର୍ଯ୍ୟାୟକ୍ରମେ ଏହାକୁ ସଂକୁଚିତ କରାଯିବ। ସେ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ କର୍ମଚାରୀଙ୍କ ପାଇଁ ଯେକୌଣସି ବାକି ଥିବା ଡିଏ ପାଉଣା ତୁରନ୍ତ ସମାଧାନ କରାଯିବ। ଏହା ସହିତ ସରକାର କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଦରମା, ଭତ୍ତା ଏବଂ ସେବା ଶର୍ତ୍ତାବଳୀ ସମୀକ୍ଷା କରିବା ପାଇଁ 4 ଜଣ ସଦସ୍ୟଙ୍କୁ ନେଇ ସପ୍ତମ ରାଜ୍ୟ ବେତନ କମିଶନ ପ୍ରତିଷ୍ଠା କରିଛନ୍ତି। କମିଶନକୁ 6 ମାସ ମଧ୍ୟରେ ଏହାର ନିଷ୍କର୍ଷ ତୁରନ୍ତ ଉପସ୍ଥାପନ କରିବାକୁ ଦାୟିତ୍ୱ ଦିଆଯାଇଛି ଏବଂ ସରକାର ଏହାର ପରାମର୍ଶଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ପୁଲିସ କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ବହୁ ଦିନ ଧରି ବର୍ଦ୍ଧିତ ଦରମା ଏବଂ ଭତ୍ତା ଅପେକ୍ଷା କରି ଆସୁଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହିତ ଅଧିକ ସମନ୍ୱୟ ରଖିବା ପାଇଁ ଦରମା ଗଠନକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଚାଲିଛି। ଯଦି ସପ୍ତମ ବେତନ କମିଶନଙ୍କ ସୁପାରିଶଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ ହୁଏ, ତେବେ ନିକଟ ଭବିଷ୍ୟତରେ ପଶ୍ଚିମବଙ୍ଗର ଅନେକ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଦରମା ଏବଂ ଭତ୍ତା ଯଥେଷ୍ଟ ବୃଦ୍ଧି ପାଇପାରେ। ଆଶା କରୁଛି ଆପଣମାନଙ୍କୁ ଆଜିର ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ, ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଅଷ୍ଟମ ବେତନ କମିଶନର ଆଜିର ଏହି ନୂଆ ଅପଡେଟ୍ ବିଷୟରେ କେଉଁ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ଘୋଷଣା କରାଯାଇଛି, ଆଉ କେଉଁ ରାଜ୍ୟର କର୍ମଚାରୀମାନେ 20% ମହଙ୍ଗା ଭତ୍ତା ସହ ଆଡଭାନ୍ସ ଦରମା ପାଇବେ। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।